ଆପଣଙ୍କୁ ଜଳୁଥିବା ଲୋକମାନଙ୍କୁ ଏହି କଥା ସବୁବେଳେ ଲୁଚାନ୍ତୁ। ଆମର ଜୀବନରେ କିଛି ଲୋକ ଏମିତି ଥାଆନ୍ତି ଯେ ବାହାରେ ତ ହସନ୍ତି କିନ୍ତୁ ଭିତରେ ଆମର ବିକାଶ, ଖୁସି ଏବଂ ଶାନ୍ତିରେ ଜ୍ୱଳନ ରଖିଥାନ୍ତି। ସେମାନେ ଆପଣଙ୍କର ସଫଳତା ଦେଖି ହସନ୍ତି କିନ୍ତୁ ମନ ଭିତରେ ଆପଣଙ୍କ କ୍ଷତି କରିବାର ଯୋଜନା ବନାଇଥାନ୍ତି। ଯଦି ଆପଣ ତାଙ୍କୁ ନିଜର ସବୁ ତଥ୍ୟ ଦେଇଦେବେ ତ ସେମାନେ ତାର ବ୍ୟବହାର ଆପଣଙ୍କ ବିରୋଧରେ କରିବେ। କେବେ ଭୁଲ ପରାମର୍ଶ ଦେଇ, କେବେ ନକାରାତ୍ମକ କଥା କହି ତ କେବେ ଅନ୍ୟକୁ ଆପଣଙ୍କର କଥା ପହଞ୍ଚାଇ ସେମାନେ ଆପଣଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିପାରନ୍ତି। ଏଥିପାଇଁ ଜୀବନରେ ସବୁ କଥା ସମସ୍ତଙ୍କୁ କହିବା ବଡ଼ ଭୁଲ ଅଟେ। କିଛି କଥା ଗୁପ୍ତ ରଖିବା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିଥାଏ, ଆପଣଙ୍କ ରାସ୍ତା ସଫା ରହିଥାଏ ଏବଂ ଆପଣଙ୍କ ସଫଳତା ସୁରକ୍ଷିତ ମଧ୍ୟ ରହିଥାଏ। ଲୋକମାନଙ୍କ ଠାରୁ ଆପଣଙ୍କ ଜୀବନ, ସ୍ୱପ୍ନ ଏବଂ ପରିଶ୍ରମକୁ ବଞ୍ଚାଇବା ପାଇଁ କ'ଣ ଲୁଚାଇବା ଦରକାର, ଏହାକୁ ବୁଝିବା ଆଜି ବହୁତ ଜରୁରୀ ଅଟେ। କାରଣ ଗୋଟିଏ ଖରାପ ନିଷ୍ପତ୍ତି ଆପଣଙ୍କ ଜୀବନ ସାରା ପଶ୍ଚାତାପ ଦେଇପାରିଥାଏ। ଭବିଷ୍ୟତର ଯୋଜନା। ନିଜ ଭବିଷ୍ୟତର ଯୋଜନା ଜଳୁଥିବା ଲୋକମାନଙ୍କ ସାମ୍ନାରେ କେବେ କୁହନ୍ତୁ ନାହିଁ, କାରଣ ସେମାନେ ଆପଣଙ୍କ ପ୍ରଗତି କେବେ ମଧ୍ୟ ସହିପାରନ୍ତି ନାହିଁ। ଯେବେ ସେମାନଙ୍କୁ ଆପଣଙ୍କର ନେକ୍ସଟ ଷ୍ଟେପ୍ ବିଷୟରେ ଜଣାପଡ଼େ ତ ସେମାନେ ବାହାରେ ତ ସମର୍ଥନ ଦେଖାନ୍ତି କିନ୍ତୁ ଭିତରୁ ନକାରାତ୍ମକ ଚିନ୍ତାଧାରା ରଖିଥାନ୍ତି। କେବେ ସେମାନେ ପ୍ରଶ୍ନ ପଚାରି ଆପଣଙ୍କ ମନରେ ସନ୍ଦେହ ଜାତ କରନ୍ତି ତ କେବେ ଭୁଲ ପରାମର୍ଶ ଦେଇ ଆପଣଙ୍କ ମନରେ ଭ୍ରମ ସୃଷ୍ଟି କରିଥାନ୍ତି। କେବେ ଆପଣଙ୍କ ଯୋଜନା ବିଷୟରେ ଅନ୍ୟ ଲୋକ ପର୍ଯ୍ୟନ୍ତ ଭୁଲ ତରିକାରେ କଥା ହୋଇଥାନ୍ତି। ଏହାଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ଧୀରେ ଧୀରେ କମ୍ ହୋଇଥାଏ, ମନ ଅସ୍ଥିର ହୋଇଥାଏ, ନିର୍ଣ୍ଣୟ ଦୁର୍ବଳ ହୋଇଥାଏ। ଏଥିପାଇଁ ଯୋଜନା ନିଜ ମନରେ ରଖନ୍ତୁ, ଶାନ୍ତିପୂର୍ବକ ପରିଶ୍ରମ କରନ୍ତୁ ଏବଂ କାମ ପୂରା ହେବା ପରେ ହିଁ ସଫଳତାକୁ ସାମ୍ନାକୁ ଆଣନ୍ତୁ। ଆର୍ଥିକ ତଥ୍ୟ। ନିଜ ଆୟ, ସେଭିଂ, ଖର୍ଚ୍ଚ ବା ନିବେଶର କଥା ଜଳୁଥିବା ଲୋକମାନଙ୍କୁ କେବେ ଖୋଲିକି କୁହନ୍ତୁ ନାହିଁ। ଯେବେ ସେମାନଙ୍କୁ ଆପଣଙ୍କ ଆର୍ଥିକ ସ୍ଥିତି ଜଣାପଡ଼େ ତ ତୁଳନା ଆରମ୍ଭ ହୋଇଯାଏ ଏବଂ ଭିତରେ ଜ୍ୱଳନର ଜନ୍ମ ହୋଇଯାଏ। କିଛି ଲୋକ ତାନା ମାରନ୍ତି ତ କିଛି ଲୋକ ଆବଶ୍ୟକ ନଥାଇ ମଧ୍ୟ ଉଦ୍ଧାର ମାଗନ୍ତି। କେବେ କେବେ ସେମାନେ ଆପଣଙ୍କ ବିଷୟରେ ଅପପ୍ରଚାର ମଧ୍ୟ କରିଥାନ୍ତି ଯେ ଆପଣ ବହୁତ ଧନୀ ଅଟନ୍ତି ଏବଂ ଫାଲତୁ କାରଣରେ ପଇସା ଖର୍ଚ୍ଚ କରନ୍ତି। ଏହାଦ୍ୱାରା ସମ୍ପର୍କରେ ଚିନ୍ତା ମଧ୍ୟ ବଢ଼ିଥାଏ, ଆପଣଙ୍କ ମନ ଅସ୍ଥିର ହୋଇଥାଏ। ଆର୍ଥିକ ବିଷୟ ଗୁପ୍ତ ରଖନ୍ତୁ, ନିର୍ଣ୍ଣୟ ସ୍ପଷ୍ଟ ରହିଥାଏ ଏବଂ ସୁରକ୍ଷିତ ମଧ୍ୟ ରହେ। ବ୍ୟକ୍ତିଗତ ସମସ୍ୟା। ଆପଣଙ୍କ ଜୀବନର ସମସ୍ୟା, ଦୁଃଖ ବା ମାନସିକ ଚିନ୍ତା ଜଳୁଥିବା ଲୋକମାନଙ୍କ ସାମ୍ନାରେ କୁହନ୍ତୁ ନାହିଁ। ସେମାନଙ୍କୁ ଆପଣଙ୍କର ଦୁର୍ବଳତା ଜଣାପଡ଼ିଥାଏ ତ ସେମାନେ ତାର ଫାଇଦା ଉଠାଇଥାନ୍ତି। କେବେ ସେମାନଙ୍କର ଆପଣଙ୍କର ସମସ୍ୟାର ମଜାକ ଉଡ଼ାଇଥାନ୍ତି ତ କେବେ ପଛପଟେ ଖରାପ କଥାରେ ପ୍ରଚାର କରିଥାନ୍ତି। ଏହାଦ୍ୱାରା ଆପଣଙ୍କ ଆତ୍ମସମ୍ମାନର ମଧ୍ୟ କ୍ଷତି ହୋଇଥାଏ ଏବଂ ମନ ମଧ୍ୟ ଅଧିକ ଚିନ୍ତାଗ୍ରସ୍ତ ହୋଇଥାଏ, ଭରସା କମ୍ ହୋଇଥାଏ ଏବଂ ଏକାପଣ ବଢ଼ିଥାଏ। ସବୁଥର ସହାନୁଭୂତି ମିଳିବା ଜରୁରୀ ନୁହେଁ। ଏଥିପାଇଁ ନିଜ ସମସ୍ୟା କେବଳ ଭରସାଯୋଗ୍ୟ ବ୍ୟକ୍ତିଙ୍କ ସହିତ କଥା ହୁଅନ୍ତୁ ଏବଂ ବାକି ସମସ୍ତଙ୍କୁ ଲୁଚାନ୍ତୁ। ଆପଣଙ୍କ ଖୁସି ଏବଂ ସନ୍ତୋଷ। ଆପଣ ଜୀବନରେ କେତେ ଖୁସି ଏବଂ ସନ୍ତୋଷରେ ଅଛନ୍ତି ଏହା ଜଳୁଥିବା ବ୍ୟକ୍ତିଙ୍କୁ ଅଧିକ ଦେଖାଇବାରୁ ବଞ୍ଚନ୍ତୁ। ଅନ୍ୟର ଖୁସି ଦେଖି କିଛି ଲୋକଙ୍କ ମନରେ ଜ୍ୱଳନ ଜାତ ହୋଇଥାଏ। ସେମାନେ ତାନା ମାରି, ନକାରାତ୍ମକ କଥା କହି ଆପଣଙ୍କ ଖୁସିରେ ବାଧା ସୃଷ୍ଟି କରନ୍ତି। କେବେ ବିନା କାରଣରେ ଖରାପ କଥା କହି ଆପଣଙ୍କ ମନ ଅଶାନ୍ତ କରନ୍ତି। ଧୀରେ ଧୀରେ ଆପଣଙ୍କର ଉତ୍ସାହ କମ୍ ହୋଇଥାଏ, ମନ ଶାନ୍ତ ରହିବା ବ୍ୟତୀତ ଚିନ୍ତା ବଢ଼ିଥାଏ। ଖୁସି ବହୁତ ନାଜୁକ ବସ୍ତୁ ଅଟେ। ଯେତିକି ଏହାକୁ ନିଜ ମନରେ ସଜାଇବ ସେତିକି ସମୟ ତିଷ୍ଠି ରହିବ। ଏଥିପାଇଁ ନିଜ ଖୁସି ସମସ୍ତଙ୍କୁ ଦେଖାନ୍ତୁ ନାହିଁ, ଖାଲି ନିଜ ପାଇଁ ରଖନ୍ତୁ। ଆପଣଙ୍କ ପରିଶ୍ରମ ଏବଂ ସଂଘର୍ଷ। ଆପଣ କେତେ ପରିଶ୍ରମ କରନ୍ତି ଏବଂ ସଂଘର୍ଷ କରି ଆଗକୁ ବଢ଼ନ୍ତି ଏହା ଜଳୁଥିବା ଲୋକଙ୍କ ସାମ୍ନାରେ ବାରମ୍ବାର କୁହନ୍ତୁ ନାହିଁ। ଏମିତି ଲୋକ ଆପଣଙ୍କର ପରିଶ୍ରମକୁ ସ୍ୱୀକାର କରନ୍ତି ନାହିଁ। ସେମାନେ କହନ୍ତି, ଏଥିରେ କ'ଣ ଖାସ୍ ଅଛି ଏବଂ ଆପଣଙ୍କ ପ୍ରୟାସକୁ କମ୍ ଆଙ୍କିଥାନ୍ତି। ଏଥିରେ ଆପଣଙ୍କର ଉତ୍ସାହ ଧୀରେ ଧୀରେ କମ୍ ହୋଇଥାଏ, ପରିଶ୍ରମର ମୂଲ୍ୟ ନ ମିଳିବାର ଅନୁଭବ ହୋଇଥାଏ। କେବେ କେବେ ସେମାନେ ଆପଣଙ୍କ ସଂଘର୍ଷର ମଜାକ ମଧ୍ୟ ଉଡ଼ାଇଥାନ୍ତି। ଏଥିପାଇଁ ଶାନ୍ତିପୂର୍ବକ ପରିଶ୍ରମ କରନ୍ତୁ। ସଫଳତା ମିଳିବା ପରେ ହିଁ ଆପଣଙ୍କ ପରିଶ୍ରମକୁ ସାମ୍ନାକୁ ଆଣନ୍ତୁ। ବଡ଼ ସ୍ୱପ୍ନ। ନିଜ ବଡ଼ ସ୍ୱପ୍ନ ଏବଂ ମହତ୍ୱାକାଂକ୍ଷା ଜଳୁଥିବା ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ। ଏମିତି ଲୋକ ଅନ୍ୟର ବଡ଼ ବିଜୟର ସହ୍ୟ କରିପାରନ୍ତି ନାହିଁ। ସେମାନେ ଆପଣଙ୍କ ସ୍ୱପ୍ନରେ ହସିଥାନ୍ତି
ଏବଂ କହନ୍ତି ଏହା ତୁମର ଯୋଗ୍ୟର କଥା ନୁହେଁ। ଏହାଦ୍ୱାରା ଡର ଏବଂ ଆତ୍ମବିଶ୍ୱାସର ଦୁର୍ବଳ ହୋଇଥାଏ। ବଡ଼ ସ୍ୱପ୍ନରେ ସଂଯମ ମଧ୍ୟ ବଡ଼ ହେବା ଦରକାର। ଯେତେବେଳେ ପର୍ଯ୍ୟନ୍ତ ଉଚିତ ସମୟ ନ ଆସିଛି ଶାନ୍ତିପୂର୍ବକ ନିଜ ସ୍ୱପ୍ନ ଉପରେ କାମ କରନ୍ତୁ। ପୂରା ହେବା ପରେ ତାକୁ ସାମ୍ନାକୁ ଆଣନ୍ତୁ। ସମ୍ପର୍କ ନିଜ ବ୍ୟକ୍ତିଗତ ସମ୍ପର୍କ, ପରିବାରର କଥା ବା ଜୀବନସାଥୀଙ୍କର ସହିତ ସମ୍ବନ୍ଧ ଜଳୁଥିବା ଲୋକଙ୍କ ସାମ୍ନାରେ କେବେ କୁହନ୍ତୁ ନାହିଁ। ସେମାନେ ଆପଣଙ୍କ ସମ୍ପର୍କରେ ସୁଖୀ ଦେଖି ଜଳୁଥାନ୍ତି। ସେମାନେ ଛୋଟ ଛୋଟ କଥାକୁ ମଧ୍ୟ ବଢ଼ାଇ କରି ପ୍ରଚାର କରନ୍ତି ଏବଂ ଭ୍ରମ ସୃଷ୍ଟି କରନ୍ତି। କାନରେ ମିଛ କଥା କହି ସମ୍ପର୍କରେ ଦୂରତା ଆଣିବାକୁ ଚେଷ୍ଟା କରନ୍ତି। ଏହାଦ୍ୱାରା ବିଶ୍ୱାସ କମ୍ ହୋଇଥାଏ ଏବଂ ସମ୍ପର୍କରେ ଚିନ୍ତା ବଢ଼ିଥାଏ। ଏଥିପାଇଁ ସମ୍ପର୍କ ମାମଲାରେ ସୀମାରେ ରଖନ୍ତୁ। ସମ୍ପର୍କକୁ ଗୁପ୍ତ ରଖନ୍ତୁ ଏବଂ ତାଙ୍କର ସୁରକ୍ଷା କରନ୍ତୁ। ଆପଣଙ୍କର ପରବର୍ତ୍ତୀ ସଫଳତା। ଆପଣ ସଫଳତାର କେତେ ନିକଟତର ଅଛନ୍ତି ବା ପରବର୍ତ୍ତୀ ଅବସର କ'ଣ ଅଟେ ଏହା ଜଳୁଥିବା ଲୋକମାନଙ୍କୁ କୁହନ୍ତୁ ନାହିଁ। ଏମିତି ଲୋକ ଶେଷ ମୁହୂର୍ତ୍ତରେ ଅଡ଼ଚଣ ଦେବାର ଅଭ୍ୟାସ ରଖିଥାନ୍ତି। ସେମାନେ ନକାରାତ୍ମକ କଥା କହି ଆପଣଙ୍କୁ ଚିନ୍ତାଗ୍ରସ୍ତ କରିଥାନ୍ତି। ଏବେ ଅପପ୍ରଚାର କରି ଆପଣଙ୍କ ଛବିକୁ ଖରାପ କରିବାର ଚେଷ୍ଟା କରିଥାନ୍ତି। ଏହାଦ୍ୱାରା ଆପଣଙ୍କ ଧ୍ୟାନ ଭଟକିଥାଏ ଏବଂ ଆତ୍ମବିଶ୍ୱାସ ମଧ୍ୟ କମ୍ ହୋଇଥାଏ। ସଫଳତା ପୂର୍ବରୁ ଶାନ୍ତି ବହୁତ ଜରୁରୀ ଅଟେ। ଯେତିକି କମ୍ କହିବ ସେତିକି ଧ୍ୟାନ କାମ ଉପରେ ରହିବ। ସଫଳତା ମିଳିବା ପରେ ହିଁ ଏହାର ଘୋଷଣା କରନ୍ତୁ, ତେବେ କେହି ମଧ୍ୟ କ୍ଷତି ପହଞ୍ଚାଇ ପାରିବେ ନାହିଁ। ଜୀବନରେ ସମସ୍ତେ ଆପଣଙ୍କ ଭଲ ଚାହାନ୍ତି ନାହିଁ। ଏହା ଯେତିକି ଶୀଘ୍ର ବୁଝିଯିବ ସେତିକି ହିଁ ସୁରକ୍ଷିତ ରହିବ। ଜଳୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। କିଛି କଥା ଗୁପ୍ତ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ପରିଶ୍ରମ, ସ୍ୱପ୍ନ ଏବଂ ସଫଳତା ସୁରକ୍ଷିତ ରହିବ। ସବୁ କଥା ସମସ୍ତଙ୍କୁ ବତାଇବା ବୁଦ୍ଧିମତ୍ତା ନୁହେଁ। ଆଜିର ଏହି ସନ୍ଦେଶ ଆପଣଙ୍କ ମନ ଜାଗୃତ କରିବ ଏବଂ ଜୀବନରେ ସଠିକ୍ ନିର୍ଣ୍ଣୟ ନେବାର ସାହାଯ୍ୟ କରିବ। ଯଦି ଆପଣଙ୍କୁ ଏହା ଉପଯୋଗୀ ଏବଂ ଏହି ଭିଡ଼ିଓଟି ପସନ୍ଦ ଆସିଲା ତ ଲାଇକ୍ କରନ୍ତୁ, ନିଜ ବିଚାର କମେଣ୍ଟରେ ବତାନ୍ତୁ ଏବଂ ଏମିତି ଭିଡ଼ିଓ ଆଗକୁ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।